ସାଙ୍ଗମାନେ ଆଜିକାଲି ଆପଣ ମାନେ ଜାଣିଥିବେ ଯୁବକ ଯୁବତୀ ମାନେ ବହୁତ ଇନ୍ସପାୟାର ଅଛନ୍ତି 14 ଫେବୃଆରୀକୁ ଭାଲେଣ୍ଟାଇନ୍ସ ଡେ ପାଳନ କରିବାରେ। କିନ୍ତୁ କେବେ ଥରେ ଜାଣିଛନ୍ତି ଭାଲେଣ୍ଟାଇନ୍ସ ଡେ ବିଷୟରେ? ମୁଁ ଗୋଟେ ଛୋଟ ଗପ କହୁଛି ଶୁଣନ୍ତୁ, ଆଉ ଏଇଟା ହଉଛି ସତ। ୟୁରୋପରେ ଭାଲେଣ୍ଟାଇନ୍ସ ନାମରେ ଗୋଟେ ଯୁବକ ଥିଲା। ସେ ପ୍ରେମକୁ ଭାରି ବିଶ୍ୱାସ କରୁଥିଲା। ତେଣୁ ସେଠାକାରେ ସେ ଯୁବକ ଯୁବତୀକୁ ଏକତ୍ରିତ କରି ପ୍ରେମ ବିଷୟରେ ଅଧ୍ୟୟନ କରାଉଥିଲା ଆଉ ତାକୁ ପ୍ରେମ ବିବାହ କରାଉଥିଲା। କିନ୍ତୁ ସେଠାକାର ରାଜା ୟାର ବିରୋଧ କରୁଥିଲେ। ସବୁବେଳେ ସେ ଏଇ ଚିନ୍ତାରେ ଥିଲେ ଯଦି ପ୍ରେମ କରିବ ଗୋଟେ ସୋଲଜର ୱିକ୍ ହେଇଯିବ। ତେଣୁ ସେ ଶେଷରେ ପାରିଲେନି, ସେ ଭାଲେଣ୍ଟାଇନ୍ସ ନାମର ସେ ଯୁବକକୁ ଫାଶୀ ଦେଇଦେଲେ। କିନ୍ତୁ ସେ ଭାଲେଣ୍ଟାଇନ୍ସ ଯୁବକଟି ସେଠାର ଯୋଉ ଯୁବକ ଯୁବତୀକୁ ବିବାହ କରାଇଥିଲା ପ୍ରେମ ବିବାହ, ସେମାନେ ସେଇଦିନଠୁ ପାଳନ କରିବାକୁ ଲାଗିଲେ ଭାଲେଣ୍ଟାଇନ୍ସ ଡେ। ଆମେ ଭାରତୀୟ ହେଇକି ୟୁରୋପର ପ୍ରଥାକୁ ଆପଣାର କରିକି 14 ଫେବୃଆରୀ ଦିନକୁ ଆମେ ଭାଲେଣ୍ଟାଇନ୍ସ ଡେ ବୋଲି ପାଳନ କରି ଲାଗିଛେ ଅନ୍ଧଭକ୍ତ ଭଳି। କିନ୍ତୁ ଥରୁଟେ ବି ଏଇଟା ଚିନ୍ତା କରିନେ ଏଇ 14 ଫେବୃଆରୀ ଦିନ ପୁଲୱାମା ଆଟାକରେ ଆମ ବୀର ଯବାନ ମାନେ ମରିଥିଲେ। ତେଣୁ ସାଙ୍ଗମାନେ ପାରୁଛନ୍ତି ଯଦି 14 ଫେବୃଆରୀ ଦିନକୁ ବ୍ଲାକ୍ ଡେ ରୂପେ ପାଳନ କରନ୍ତୁ ଆମ ବୀର ଯବାନ ପାଇଁ। ଆଉ ପର ଦେଶର ପ୍ରଥାକୁ ନିଜର କରିକି ଭାଲେଣ୍ଟାଇନ୍ସ ଡେ ପାଳନ କରନ୍ତୁ। କଣ ସାଙ୍ଗମାନେ କିଛି ବୁଝିଲେ ନା ନାଇଁ? ଜୟ ଜଗନ୍ନାଥ, ଜୟ ହିନ୍ଦ।